ଆଜିର ଆଲୋଚନାକୁ ସ୍ୱାଗତ ଏବଂ ଆଜି ଆମେ ଆଲୋଚନା କରିବା ନ୍ୟାଚୁରାଲ ରିସୋର୍ସେସ୍ ବିଷୟରେ। ଆମ ଚାରିପାଖରେ ଥିବା ସବୁକିଛି କ'ଣ ପ୍ରକୃତରେ ସମ୍ପଦ? ଗୋଟିଏ ବସ୍ତୁକୁ ନ୍ୟାଚୁରାଲ ରିସୋର୍ସର ମାନ୍ୟତା ପାଇବାକୁ ହେଲେ 3ଟି ସର୍ତ୍ତ ଦେଇ ଗତି କରିବାକୁ ପଡ଼େ। ପ୍ରଥମଟି ହେଲା ଟେକ୍ନୋଲୋଜିକାଲି ଆକ୍ସେସେବଲ୍, ଅର୍ଥାତ୍ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଉପଲବ୍ଧ ହେବା ଦରକାର। ଆଚ୍ଛା, ତ ଦ୍ୱିତୀୟଟି ହେଉଛି ଇକୋନୋମିକାଲି ଫିଜିବଲ୍ ବା ଅର୍ଥନୈତିକ ଦୃଷ୍ଟିକୋଣରୁ ସମ୍ଭବପର ହେବା ଦରକାର। ଏକଦମ। ଆଉ ତୃତୀୟଟି ହେଲା କଲଚରାଲି ଆକ୍ସେପ୍ଟେବଲ୍, ଅର୍ଥାତ୍ ତାହା ସାଂସ୍କୃତିକ ଭାବରେ ଗ୍ରହଣୀୟ ହୋଇଥିବା ଆବଶ୍ୟକ। ଏହି 3ଟି ସର୍ତ୍ତ ହିଁ ପ୍ରକୃତରେ ପ୍ରକୃତି ଏବଂ ଅର୍ଥନୀତି ମଧ୍ୟରେ ଥିବା ସୀମାରେଖା। ବୁଝିଲି। ମାନେ ପ୍ରଥମ ସର୍ତ୍ତ ଉପରେ ଯଦି ଆମେ ଧ୍ୟାନ ଦେବା, ଟେକ୍ନୋଲୋଜିକାଲି ଆକ୍ସେସେବଲ୍ ହେବା ନିତାନ୍ତ ଜରୁରୀ। ହଁ, କେବଳ ଭୂଗୋଳ ବହିରେ ପଢ଼ିଦେଲେ ହେବ ନାହିଁ ଯେ ଆମ ମାଟି ତଳେ ଅମୁକ ଖଣିଜ ଅଛି। ହଁ, ଯେମିତିକି ମୁଁ ଗୋଟେ ଉଦାହରଣ ଦେଇ ପଚାରିବି ଯେ ଧରିନିଅନ୍ତୁ ଆମେ ବସିଥିବା ଏହି ବିଲ୍ଡିଂର ଠିକ୍ 10 କିଲୋମିଟର ତଳେ ଏକ ଅତି ବିରଳ ଏବଂ ମୂଲ୍ୟବାନ ପଥରର ବଡ଼ ଖଣି ଅଛି। ଆଚ୍ଛା। ଆମେ ଜାଣୁ ଯେ ତାହା ସେଠାରେ ଅଛି, କିନ୍ତୁ ଆଜିର ସମୟରେ ବିଶ୍ୱରେ ଏମିତି କୌଣସି ଟେକ୍ନୋଲୋଜି ନାହିଁ ଯାହା 10 କିଲୋମିଟର ତଳକୁ ଯାଇ ସେହି ପଥରକୁ ନିରାପଦରେ ବାହାର କରି ଆଣିବ। ତେଣୁ ଯେତେ ମୂଲ୍ୟବାନ ହେଲେ ବି ଆମେ ତାକୁ ଆଜିର ତାରିଖରେ ଏକ ରିସୋର୍ସ କହିପାରିବା କି? ନା, ଆଦମ କହିପାରିବା ନାହିଁ, କାରଣ ଯଦି ସେଇ ଖଣିଜ ଏତେ ଗଭୀରରେ ଅଛି ଯୋଉଠି ପହଞ୍ଚିବା ପାଇଁ ବର୍ତ୍ତମାନର ଡ୍ରିଲିଂ ଟେକ୍ନୋଲୋଜି ପର୍ଯ୍ୟାପ୍ତ ନୁହେଁ, ତେବେ ତାହା କେବଳ ପରିବେଶର ଗୋଟିଏ ଉପାଦାନ ହୋଇ ରହିଯିବ। ଠିକ୍। ଟେକ୍ନୋଲୋଜି ଗୋଟେ ବ୍ରିଜ୍ ଭଳି କାମ କରେ, ଯାହା ବିନା ପ୍ରକୃତିର ଭଣ୍ଡାର ମଣିଷ ପାଇଁ ଅଦୃଶ୍ୟ ରହିଯାଏ। ଠିକ୍ କଥା। ଆଉ ଗୋଟେ କଥା ଭାବନ୍ତୁ, ଯଦି ଆସନ୍ତାକାଲି ସେହି ଟେକ୍ନୋଲୋଜି ଉଦ୍ଭାବନ ହୋଇଯାଏ ଆଉ ଆମେ ତାକୁ ଖୋଳିବା ଆରମ୍ଭ କରୁ, ତଥାପି ଗୋଟିଏ ବାଧା ରହିଛି। କ'ଣ ସେଇଟା? ଯଦି ସେଇ 1 ଲକ୍ଷ ଟଙ୍କାର ପଥରକୁ ବାହାର କରିବା ପାଇଁ ଆମକୁ 10 ଲକ୍ଷ ଟଙ୍କାର ଶକ୍ତି ଏବଂ ମସିନ୍ ଖର୍ଚ୍ଚ କରିବାକୁ ପଡ଼େ, ତେବେ ସେଠାରେ ଦ୍ୱିତୀୟ ସର୍ତ୍ତଟି ଫେଲ୍ ମାରିଯିବ। ତାହା ଇକୋନୋମିକାଲି ଫିଜିବଲ୍ ହେବ ନାହିଁ। ହଁ, ଗୋଟା ବିଜନେସ୍ ଦୃଷ୍ଟିକୋଣରୁ ଦେଖିଲେ ଏହା ସମ୍ପୂର୍ଣ୍ଣ ଅର୍ଥହୀନ। ଆଉ ଇତିହାସରେ ଏହାର ବହୁତ ବଡ଼ ପ୍ରମାଣ ରହିଛି। ଆପଣ ଜାଣିଥିବେ, ଆଲୁମିନିୟମ ଗୋଟେ ସମୟରେ ସୁନାଠାରୁ ମଧ୍ୟ ଅଧିକ ମୂଲ୍ୟବାନ ଥିଲା। ସତରେ? ହଁ। ଆଲୁମିନିୟମ? ହଁ, କାରଣ ତାହାକୁ ବକ୍ସାଇଟ୍ରୁ ଅଲଗା କରିବା ପ୍ରକ୍ରିୟା ସେତେବେଳେ ବହୁତ ମହଙ୍ଗା ଥିଲା, ଅର୍ଥାତ୍ ଏହା ଇକୋନୋମିକାଲି ଫିଜିବଲ୍ ନଥିଲା। ଆରେ ବାଃ! ଯେତେବେଳେ ଏକ ଶସ୍ତା ପ୍ରକ୍ରିୟା ବାହାରିଲା, ସେତେବେଳେ ଯାଇ ଏହା ଏକ ବ୍ୟାପକ ନ୍ୟାଚୁରାଲ ରିସୋର୍ସରେ ପରିଣତ ହେଲା। ଆଉ ଏହାପରେ ସବୁଠାରୁ ଆକର୍ଷଣଜନକ ଦିଗ ହେଉଛି ତୃତୀୟ ସର୍ତ୍ତ, ମାନେ କଲଚରାଲି ଆକ୍ସେପ୍ଟେବଲ୍। ଆଚ୍ଛା, ଏହା ତ ସମ୍ପୂର୍ଣ୍ଣ ରୂପେ ମଣିଷର ସମାଜ ଏବଂ ଭାବନା ସହିତ ଜଡ଼ିତ ଥିବ। ଏକଦମ। ଟେକ୍ନୋଲୋଜି ଥାଇପାରେ ଆଉ ବଜାରରେ ତାର ଭଲ ମୂଲ୍ୟ ମଧ୍ୟ ଥାଇପାରେ, କିନ୍ତୁ ଯଦି ସେହି ସମ୍ପଦ ଏମିତି ଏକ ସ୍ଥାନରେ ଅଛି ଯାହା ଗୋଟେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପାଇଁ ପବିତ୍ର ବା ସେମାନଙ୍କ ସଂସ୍କୃତିର ଏକ ଅଙ୍ଗ, ତେବେ ସମାଜ ତାହାକୁ ଉତ୍ତୋଳନ କରିବାକୁ ଅନୁମତି ଦେବ ନାହିଁ। ହଁ, ନିଶ୍ଚିତ। ସେତେବେଳେ ତାହା କେବେ ବି ସମ୍ପଦରେ ରୂପାନ୍ତରିତ ହୋଇପାରିବ ନାହିଁ। ଓରିଜିନ୍ ଦୃଷ୍ଟିରୁ ଦେଖିଲେ ଏହାକୁ 2 ଭାଗରେ ବିଭକ୍ତ କରାଯାଏ, ଜୈବିକ ବା ବାୟୋଟିକ୍ ଏବଂ ଅଜୈବିକ ବା ଆବାୟୋଟିକ୍। କିନ୍ତୁ ଏହି ବିଭାଜନ ଶୁଣିବାକୁ ଯେତିକି ସରଳ ଲାଗୁଛି, ବାସ୍ତବରେ କ'ଣ ତାହା ସେତିକି ସରଳ? ବିଲକୁଲ ନୁହେଁ। ବର୍ଷ ବର୍ଷ ଧରେ ଏହି ସୀମାରେଖା ପୁରା ଅସ୍ପଷ୍ଟ ହୋଇଯାଏ। ଉଦାହରଣ ସ୍ୱରୂପ କୋଇଲା ଆଜି ଗୋଟେ ଅଜୈବିକ ବା ଅବାୟୋଟିକ୍ ରିସୋର୍ସ, ଏକ ଜୀବନହୀନ ପଥର ଭଳି ଇନ୍ଧନ। ହଁ, ତାହା ତ ଠିକ୍। କିନ୍ତୁ ଲକ୍ଷ ଲକ୍ଷ ବର୍ଷ ପୂର୍ବେ ତାହା ଗଭୀର ଜଙ୍ଗଲ ଥିଲା, ଅର୍ଥାତ୍ ତାହା ବାୟୋଟିକ୍ ଥିଲା। ସମୟ ଆଉ ଚାପ ତାହାର ପ୍ରକୃତି ବଦଳାଇ ଦେଇଛି। ବାଃ, ଏହା ତ ଏକ ଚମତ୍କାର ଉଦାହରଣ। ଆଉ ଏହି ସମୟର କଥା ହିଁ ଆମକୁ ପରବର୍ତ୍ତୀ ଶ୍ରେଣୀବିଭାଗକୁ ନେଇଯାଏ, ଯାହାକି ଆହୁରି ଚିନ୍ତାଜନକ, ମାନେ ଏକ୍ସହଷ୍ଟେବିଲିଟି ବା ସମାପ୍ତି ଆଧାରରେ। ନବୀକରଣଯୋଗ୍ୟ ବା ରିନ୍ୟୁଏବଲ୍ ଏବଂ ଅଣନବୀକରଣଯୋଗ୍ୟ। ହଁ, ଏହା ବହୁତ ଜରୁରୀ। ସାଧାରଣତଃ ଆମେ ଭାବୁ ଯେ ନବୀକରଣଯୋଗ୍ୟ ମାନେ ତାହା କେବେ ସରିବ ନାହିଁ, ଯେମିତିକି ଜଳ କିମ୍ବା ଜଙ୍ଗଲ। ଆଉ ନନ୍ ରିନ୍ୟୁଏବଲ୍ ମାନେ କୋଇଲା, ପେଟ୍ରୋଲିୟମ୍, ଯାହା ସରିଯିବ। ହଁ, କିନ୍ତୁ ଏଠାରେ ଗୋଟେ ବହୁତ ବଡ଼ ଗ୍ରେ ଏରିଆ ଅଛି। ଆମେ ଜଳକୁ ଗୋଟେ ରିନ୍ୟୁଏବଲ୍ ରିସୋର୍ସ କହୁଛୁ କାରଣ ବର୍ଷା ହେଲେ ପୁଣି ପାଣି ଆସିବ, କିନ୍ତୁ ଆମେ ଗ୍ରାଉଣ୍ଡ ୱାଟର ବା ଭୂତଳ ଜଳକୁ ଏତେ ମାତ୍ରାରେ ଆଉ ଏତେ ଶୀଘ୍ର ଖୋଳି ବାହାର କରୁଛୁ ଯେ ପ୍ରକୃତିଟାକୁ ପୁନଃପୂରଣ କରିବାକୁ ସମୟ ହିଁ ପାଉନାହିଁ। ମାନେ ଗୋଟିଏ ପ୍ରକାରେ ଆମେ ଏକ ରିନ୍ୟୁଏବଲ୍ ରିସୋର୍ସକୁ ନନ୍ ରିନ୍ୟୁଏବଲ୍ ଭଳି ମାଇନିଂ କରୁଛତା। ହଁ, ଆଉ ଏହି ଗ୍ରେ ଏରିଆ ବାସ୍ତବରେ ବହୁତ ବିପଜ୍ଜନକ। ଯେତେବେଳେ ଆମେ କୌଣସି ଜିନିଷ ଉପରେ ନବୀକରଣଯୋଗ୍ୟ ଟ୍ୟାଗ୍ ଲଗାଇ ଦିଉ,
ଆମ ଭିତରେ ଏକ ଅହଙ୍କାର ଆସିଯାଏ ଯେ ଆମେ ତାକୁ ଯେତେ ଇଚ୍ଛା ବ୍ୟବହାର କରିପାରିବା। ହଁ, ଆମେ ଖାତିର କରୁନାହୁଁ। କିନ୍ତୁ ପ୍ରକୃତିର ନିଜସ୍ୱ ଏକ ରିଧମ୍ ଅଛି। ଯଦି ବ୍ୟବହାରର ମାତ୍ରା ପ୍ରକୃତିର ପୁନରୁଦ୍ଧାର ମାତ୍ରାକୁ ଅତିକ୍ରମ କରିଯାଏ, ତେବେ ଯେକୌଣସି ସମ୍ପଦ ଚିରଦିନ ପାଇଁ ଲୋପ ପାଇଯାଇପାରେ। ବାପରେ, ଏହା ତ ବହୁତ ଭୟଙ୍କର କଥା। ସେଥିପାଇଁ ଏହି ନ୍ୟାଚୁରାଲ ରିସୋର୍ସେସର ପରିଚାଳନା ବୋଧହୁଏ କେବଳ ବିଜ୍ଞାନ ନୁହେଁ, ଏହା ଏକ ପଲିଟିକାଲ ଏବଂ ଲିଗାଲ ପ୍ରସଙ୍ଗ ମଧ୍ୟ ଅଟେ। ବିଲକୁଲ। ତେବେ ଲିଗାଲ ପ୍ରସଙ୍ଗ କଥା ପଢ଼ିଲା ବେଳେ ଏହି ଓନରଶିପ୍ ବା ମାଲିକାନା ଉପରେ ଟିକେ ଆଲୋଚନା କରିବା। ଆମେ ଜାଣୁ ବ୍ୟକ୍ତିଗତ ମାଲିକାନା କ'ଣ, ଗୋଟିଏ ଜମି, ଗୋଟିଏ ଘର, ଏସବୁ ବହୁତ ସରଳ। ହଁ, ଆଉ ଗୋଷ୍ଠୀଗତ ସମ୍ପଦ ମଧ୍ୟ ଆମେ ଦେଖୁ, ଯେମିତିକି ଗାଁର ଚାରଣଭୂମି କିମ୍ବା ସାଧାରଣ ପୋଖରୀ। କିନ୍ତୁ ଆମ ସୋର୍ସ ମେଟେରିଆଲ ପଢ଼ିବା ବେଳେ ମୋତେ ଜାତୀୟ ଏବଂ ଆନ୍ତର୍ଜାତୀୟ ସମ୍ପଦର ଧାରଣା ବହୁତ ଆଶ୍ଚର୍ଯ୍ୟ କରିଛି, ବିଶେଷ କରି ସମୁଦ୍ରର ସୀମାକୁ ନେଇ। ଆମେ ସାଧାରଣତଃ ଭାବୁ ଦେଶର ସୀମା ମାନେ କେବଳ ସେହି ଭୂମିର ମ୍ୟାପ୍। ଆଚ୍ଛା। କିନ୍ତୁ ସେଥିରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ ଉପକୂଳରୁ ସମୁଦ୍ର ଭିତରକୁ 12 ନଟିକାଲ ମାଇଲ ପର୍ଯ୍ୟନ୍ତ ଜଳଭାଗ ଏବଂ ତା ତଳେ ଥିବା ସମସ୍ତ ଖଣିଜ ଦ୍ରବ୍ୟ ହେଉଛି ନ୍ୟାସନାଲ ରିସୋର୍ସ। ହଁ, ଏହା ଶୁଣିବାକୁ ନୂଆ ଲାଗିପାରେ, କିନ୍ତୁ ଏହା ଏକ ପ୍ରତିଷ୍ଠିତ ଆନ୍ତର୍ଜାତୀୟ ନିୟମ। କିନ୍ତୁ ମୋ ମନରେ ପ୍ରଶ୍ନ ଉଠୁଛି, ଏହି 12 ମାଇଲ ସଂଖ୍ୟାଟି ଆସିଲା କେଉଁଠୁ? ଏହା 10 ହୋଇପାରିଥାନ୍ତା କିମ୍ବା 50 ବି ହୋଇପାରିଥାନ୍ତା। ଏହା ତ କୌଣସି ପ୍ରାକୃତିକ ସୀମା ନୁହେଁ, ମାନେ ଏହା ସମ୍ପୂର୍ଣ୍ଣ ରୂପେ ମଣିଷ ତିଆରି କରିଥିବା ଏକ ରାଜନୀତିକ ରେଖା। ବହୁତ ପ୍ରାସଙ୍ଗିକ ପ୍ରଶ୍ନ ପଚାରିଲେ। ଏହି 12 ନଟିକାଲ ମାଇଲ, ଯାହାକେ ପାଖାପାଖି 22.2 କିଲୋମିଟର, ଏହି ନିୟମ ପଛରେ ଇତିହାସର ଏକ ଲମ୍ବା ଯାତ୍ରା ରହିଛି। ପୂର୍ବରୁ ଏହାକୁ କ୍ୟାନନ ଶଟ୍ ରୁଲ୍ କୁହାଯାଉଥିଲା। କ୍ୟାନନ ଶଟ୍ ରୁଲ୍ ମାନେ ତୋପ ଗୋଳା ସହିତ ସମ୍ପର୍କ ଅଛି କି? ହଁ, ସେଇଆ। ଅର୍ଥାତ୍ ଉପକୂଳରୁ ଗୋଟିଏ ତୋପ ଗୋଳା ଯେତେ ଦୂର ପର୍ଯ୍ୟନ୍ତ ଯାଇପାରିବ, ମାନେ ପାଖାପାଖି 3 ମାଇଲ, ସେହି ଅଞ୍ଚଳ ଦେଶର ସୁରକ୍ଷା ଅଧୀନରେ ରହିବ। ପରବର୍ତ୍ତୀ ସମୟରେ UNCLOS ମାଧ୍ୟମରେ ସବୁ ଦେଶ ମିଶି ଏହି 12 ନଟିକାଲ ମାଇଲକୁ ଟେରିଟୋରିଆଲ ୱାଟର୍ସ ଭାବେ ସ୍ୱୀକୃତି ଦେଲେ। ଆଚ୍ଛା, ତାମାନେ ଏହି ସୀମା ଭିତରେ ମିଳୁଥିବା ମାଛଠାରୁ ଆରମ୍ଭ କରି ପେଟ୍ରୋଲିୟମ ପର୍ଯ୍ୟନ୍ତ ସବୁକିଛି ଉପରେ ସେହି ଦେଶର ସମ୍ପୂର୍ଣ୍ଣ ଅଧିକାର ରହିବ? ଏକଦମ। ସମ୍ପୂର୍ଣ୍ଣ ସାର୍ବଭୌମତ୍ୱ ବା ସଭରେନିଟି ରହିବ। ତାହେଲେ ସେହି 12 ମାଇଲ ସୀମା ବାହାରେ ଥିବା ବିରାଟ ସମୁଦ୍ର କାହାର? ଧରନ୍ତୁ ସେହି ସୀମାର ଠିକ୍ ବାହାରେ ଗୋଟିଏ ବିଶାଳ ତୈଳ ଭଣ୍ଡାର ବା କୌଣସି ଦୁର୍ଲଭ ଖଣିଜ ମିଳିଲା। ଯେହେତୁ ତାହା କୌଣସି ଦେଶର ନିଜସ୍ୱ ସମ୍ପଦ ନୁହେଁ, ତାକୁ କ'ଣ ଯିଏ ଚାହିଁବ ଯାଇ ନେଇ ଆସିବ? ନା ନା, ସେମିତି ହେଲେ ତ ଗୋଟେ ଆନ୍ତର୍ଜାତିକ ବିବାଦ ସୃଷ୍ଟି ହୋଇଯିବ। ଠିକ୍ ସେହି ବିବାଦକୁ ରୋକିବା ପାଇଁ ହିଁ ଇଣ୍ଟରନ୍ୟାସନାଲ ରିସୋର୍ସେସର ଧାରଣା ଆସିଛି। ସେହି ଖୋଲା ସମୁଦ୍ର, ଯାହାକୁ ହାଇ ସିଜ୍ କୁହାଯାଏ, ସେଠାରେ ଥିବା ନ୍ୟାଚୁରାଲ ରିସୋର୍ସେସ୍ ଉପରେ କୌଣସି ଏକ ନିର୍ଦ୍ଦିଷ୍ଟ ଦେଶର ଅଧିକାର ନଥାଏ। ତେବେ ତାର ପରିଚାଳନା କିଏ କରେ? ତାକୁ ପରିଚାଳନା କରିବା ପାଇଁ ଆନ୍ତର୍ଜାତୀୟ ଅନୁଷ୍ଠାନମାନେ ଅଛନ୍ତି। ଉଦାହରଣ ସ୍ୱରୂପ, ଗଭୀର ସମୁଦ୍ର ତଳେ ପଲିମେଟାଲିକ୍ ନୋଡ୍ୟୁଲ୍ସ ମିଳେ, ଯେଉଁଥିରେ ମାଙ୍ଗାନିଜ୍ ଭଳି ବହୁ ମୂଲ୍ୟବାନ ଧାତୁ ଥାଏ। ଆଚ୍ଛା। କୌଣସି ଦେଶ ନିଜ ଇଚ୍ଛାରେ ଯାଇ ସେଠାରୁ ତାହା ଆଣିପାରିବେ ନାହିଁ। ଆନ୍ତର୍ଜାତୀୟ ସମ୍ମତି ବିନା ସେହି ସମ୍ପଦକୁ ସ୍ପର୍ଶ କରିବା ବେଆଇନ। ମାନେ ଏହା ଏକ ପ୍ରକାରେ ମାନବ ଜାତିର ସାମୂହିକ ସମ୍ପତ୍ତି ଭାବେ ବିବେଚନା କରାଯାଏ। ବହୁତ ଫ୍ୟାସିନେଟିଂ ଏଟା। ଆମ ଗ୍ରହର ଏକ ବିରାଟ ଅଂଶ ଏମିତି ଅଛି ଯାହାର କୌଣସି ବ୍ୟକ୍ତିଗତ ବା ଜାତୀୟ ମାଲିକ ନାହାନ୍ତି। କିନ୍ତୁ ଆମେ ଦେଖୁଛୁ ଯେ ମାଲିକାନା ଥାଇ ବି ଅନେକ ସମୟରେ ଆମେ ସମ୍ପଦରୁ ଲାଭ ଉଠାଇ ପାରୁନାହୁଁ। ହଁ, ଆଉ ସେଇଥିପାଇଁ ଏହା ଆମକୁ ପରବର୍ତ୍ତୀ ଏବଂ ବୋଧହୁଏ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶ୍ରେଣୀ ବିଭାଗ ଆଡ଼କୁ ନେଇଯାଉଛି, ମାନେ ଷ୍ଟାଟସ୍ ଅଫ୍ ଡେଭେଲପମେଣ୍ଟ ବା ବିକାଶର ସ୍ଥିତି। ଏହି ଭାଗଟି ବାସ୍ତବରେ ମାନବୀୟ ସାମର୍ଥ୍ୟ ଏବଂ ଆମର ଭବିଷ୍ୟତ ଯୋଜନାର ଗୋଟେ ରିପୋର୍ଟ କାର୍ଡ ଭଳି କାମ କରେ। ଠିକ୍ କହିଲେ। ଏଠାରେ 4ଟି ସ୍ତର ଅଛି: ପୋଟେନ୍ସିଆଲ, ଡେଭେଲପ୍ଡ, ଷ୍ଟକ୍ ଏବଂ ରିଜର୍ଭସ୍। ପୋଟେନ୍ସିଆଲ ରିସୋର୍ସେସ୍ ମାନେ ଆମେ ଜାଣୁ ଯେ ସେଠାରେ ବିପୁଳ ସମ୍ଭାବନା ଅଛି। ଆମ ସୋର୍ସରେ ଥିବା ସେହି ଗୁଜରାତ ଏବଂ ରାଜସ୍ଥାନର ପବନ ଓ ସୌରଶକ୍ତିର ଉଦାହରଣଟି ଦେଖନ୍ତୁ। ସେଠାରେ ପ୍ରଚୁର ଖରା ଏବଂ ପବନ ଅଛି, କିନ୍ତୁ ଆମେ ତାହାକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ବ୍ୟବହାର କରିପାରୁନାହୁଁ। କାରଣ ସେହି ଶକ୍ତିକୁ ଷ୍ଟୋର କରିବା ପାଇଁ ବିଶାଳ ବ୍ୟାଟେରୀ ବା ସେଠାରୁ ଦେଶର ଅନ୍ୟ ପ୍ରାନ୍ତକୁ ପଠାଇବା ପାଇଁ ବିରାଟ ଗ୍ରେଡ୍ର ଅଭାବ ରହିଛି। ତେଣୁ ତାହା ଏକ ସମ୍ଭାବ୍ୟ ବା ପୋଟେନ୍ସିଆଲ ରିସୋର୍ସ ହୋଇ ରହିଛି। ଆଉ ଏହାର ବିପରୀତରେ
ଡେଭଲପ୍ଡ ରିସୋର୍ସ ହେଉଛି ସେହି ସମ୍ପଦ ଯାହାକୁ ଆମେ ସର୍ଭେ କରିସାରିଛୁ, ତାର ଗୁଣବତ୍ତା ଜାଣିଛୁ ଏବଂ ପ୍ରତିଦିନ ଆମ ଫ୍ୟାକ୍ଟ୍ରି ବା ଗାଡ଼ି ମୋଟରରେ ବ୍ୟବହାର କରୁଛୁ। କିନ୍ତୁ ପ୍ରକୃତ କନଫ୍ୟୁଜନ ବା ଦ୍ୱନ୍ଦ୍ୱ ତ ଆରମ୍ଭ ହୁଏ ଶେଷ ଦୁଇଟି ଶ୍ରେଣୀ ମଧ୍ୟରେ ଥିବା ପାର୍ଥକ୍ୟକୁ ନେଇ, ମାନେ ଷ୍ଟକ୍ ଏବଂ ରିଜର୍ଭସ୍। ହଁ, ଏଇ ଦୁଇଟି ଶବ୍ଦ ଶୁଣିବାକୁ ପ୍ରାୟ ସମାନ ଲାଗେ। ଉଭୟ କ୍ଷେତ୍ରରେ ସମ୍ପଦ ଆମ ପାଖରେ ଉପଲବ୍ଧ ଅଛି ଏବଂ ଦୁଇଟି ଯାକ ଆମର ବହୁତ ବଡ଼ ଆବଶ୍ୟକତା ପୂରଣ କରିବାର କ୍ଷମତା ରଖନ୍ତି। କିନ୍ତୁ ସେମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ସମ୍ପୂର୍ଣ୍ଣ ଭାବରେ ଆମର ଜ୍ଞାନକୌଶଳର ଅବସ୍ଥା ଉପରେ ନିର୍ଭର କରେ। ଲେଟ୍ସ ଅନପ୍ୟାକ୍ ଦିସ୍। ଏହାକୁ ସହଜରେ ବୁଝିବା ପାଇଁ ମୁଁ ଗୋଟିଏ ଉଦାହରଣ ବ୍ୟବହାର କରୁଛି। ଧରିନିଅନ୍ତୁ, ଷ୍ଟକ୍ ହେଉଛି ବ୍ୟାଙ୍କରେ ଥିବା ସେହି ଲକର ଯେଉଁଥିରେ ଆମେ ନିଜ ଆଖିରେ ଦେଖିଛୁ ଯେ ଭର୍ତ୍ତି ସୁନା ଗହଣା ଅଛି। ଆମେ ଜାଣୁ ସେହି ସମ୍ପତ୍ତି ଆମ ଜୀବନ ବଦଳାଇ ଦେଇପାରିବ। ଆଚ୍ଛା, ତାପରେ? କିନ୍ତୁ ସମସ୍ୟା ହେଲା, ଆମେ ସେହି ଲକରର ଚାବିଟି କେଉଁଠି ହଜେଇ ଦେଇଛୁ। ସେହି ଦୁଷ୍ପ୍ରାପ୍ୟ ଚାବିଟି ହେଉଛି ଆମର ବୈଷୟିକ ଜ୍ଞାନ ବା ଆପ୍ରୋପ୍ରିଏଟ୍ ଟେକ୍ନୋଲୋଜି। ବିନା ଚାବିରେ ସେ ସୁନା କେବଳ ଏକ ମାନସିକ ସାନ୍ତ୍ୱନା। ଆମେ ତାକୁ ବାସ୍ତବ ଜୀବନରେ ଖର୍ଚ୍ଚ କରିପାରିବା ନାହିଁ। ବାଃ, ବହୁତ ସୁନ୍ଦର ଉଦାହରଣଟିଏ। ଆଉ ଅନ୍ୟପଟେ ରିଜର୍ଭସ୍ ହେଉଛି ଆମର ସେଭିଂସ୍ ଆକାଉଣ୍ଟ। ଏହି ଆକାଉଣ୍ଟର ପାସୱାର୍ଡ ବା ଏଟିଏମ୍ ପିନ୍ ଆମକୁ ଜଣାଅଛି। ଆମେ ଚାହିଁଲେ ଏବେ ଯାଇ ଟଙ୍କା ଉଠାଇ ପାରିବା। ଆମ ପାଖରେ ଟେକ୍ନୋଲୋଜି ଅଛି। ମାନେ ଆମେ ଜାଣିଶୁଣି ସେହି ଟଙ୍କା ଉଠାଉ ନାହୁଁ, କାରଣ ଆମେ ତାହାକୁ ଭବିଷ୍ୟତର କୌଣସି ଜରୁରୀ ପରିସ୍ଥିତି ପାଇଁ ସାଇତି ରଖିଛୁ। ଏକଦମ ଠିକ୍। ଷ୍ଟକ୍ରେ ଆମର ଅକ୍ଷମତା ଅଛି, କିନ୍ତୁ ରିଜର୍ଭସରେ ଆମର ଇଚ୍ଛାଶକ୍ତି ଏବଂ ଦୂରଦୃଷ୍ଟି ଅଛି। ହଁ, ଆଉ ଯଦି ଆମେ ଏହାର ଗୋଟେ ବାସ୍ତବ ଏବଂ ବୈଜ୍ଞାନିକ ଉଦାହରଣ ନେବା, ତେବେ କ'ଣ ହେବ? ପାଣି ବା ଜଳକୁ ବିଚାରକୁ ନେଇପାରିବା। ଆମେ ଜାଣୁ ଯେ ଜଳ ହେଉଛି ହାଇଡ୍ରୋଜେନ୍ ଏବଂ ଅକ୍ସିଜେନ୍ର ମିଶ୍ରଣ। ହାଇଡ୍ରୋଜେନ୍ ଗୋଟେ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ସ୍ୱଚ୍ଛ ଶକ୍ତିର ଉତ୍ସ, ଏକ ଚମତ୍କାର ଇନ୍ଧନ। ଅର୍ଥାତ୍ ଆମ ପୃଥିବୀରେ ଥିବା ବିଶାଳ ସମୁଦ୍ରଗୁଡ଼ିକ ପ୍ରକୃତରେ ଶକ୍ତିର ଅସୀମ ଭଣ୍ଡାର ବା ଷ୍ଟକ୍। କିନ୍ତୁ ସେହି ଲକର ଖୋଲିବା ପାଇଁ ଆମ ପାଖରେ ଚାବି ନାହିଁ, ମାନେ ଟେକ୍ନୋଲୋଜି ନାହିଁ। ସେଇଆ ତ। ବର୍ତ୍ତମାନର ଟେକ୍ନୋଲୋଜିରେ ଜଳରୁ ହାଇଡ୍ରୋଜେନ୍କୁ ଅଲଗା କରିବା ପ୍ରକ୍ରିୟା ଏତେ ବ୍ୟୟବହୁଳ ଏବଂ କଷ୍ଟକର ଯେ ଆମେ ତାହାକୁ ଏକ ବ୍ୟବହାରିକ ଇନ୍ଧନ ଭାବେ ବଡ଼ ଧରଣର ମାତ୍ରାରେ ଉତ୍ପାଦନ କରିପାରୁନାହୁଁ। ତେଣୁ ଜଳରେ ଥିବା ହାଇଡ୍ରୋଜେନ୍ ଆମ ପାଇଁ କେବଳ ଏକ ଷ୍ଟକ୍ ହୋଇ ରହିଯାଇଛି। ଆଉ ରିଜର୍ଭ ବିଷୟରେ ଦେଖିଲେ, ଆମ ଦେଶର ଅନେକ ନଦୀବନ୍ଧ ଅଛି ଯେଉଁଠାରୁ ଆମେ ଆହୁରି ଅଧିକ ଜଳବିଦ୍ୟୁତ୍ ଉତ୍ପାଦନ କରିପାରିବା। ଆମ ପାଖରେ ସମ୍ପୂର୍ଣ୍ଣ ବୈଷୟିକ ଜ୍ଞାନ ଅଛି, କିନ୍ତୁ ଆମେ ତାହା କରୁନାହୁଁ। ହଁ, କାରଣ ଆମେ ସେହି ଜଳକୁ ଅନ୍ୟ ଜରୁରୀ କାର୍ଯ୍ୟ ପାଇଁ କିମ୍ବା ଆଗାମୀ ଦିନର ସଙ୍କଟ ପାଇଁ ରିଜର୍ଭ କରି ରଖିଛୁ। ଏହି ପ୍ରଭେଦଟି ଆମକୁ ବୁଝାଇ ଦିଏ ଯେ ସମ୍ପଦ ପରିଚାଳନା କେତେ ସୂକ୍ଷ୍ମ ବିଚାର ଆବଶ୍ୟକ କରେ। ଏହି ସମ୍ପୂର୍ଣ୍ଣ ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ଭାବରେ ପ୍ରମାଣିତ ହେଉଛି ଯେ ନ୍ୟାଚୁରାଲ ରିସୋର୍ସେସ୍ କେବଳ ପ୍ରକୃତିର ଅବଦାନ ନୁହେଁ, ଏହା ପ୍ରକୃତିର ସାମଗ୍ରୀ ଉପରେ ମାନବୀୟ ବୁଦ୍ଧିମତ୍ତା, ଅର୍ଥନୈତିକ ସମ୍ଭାବ୍ୟତା ଏବଂ ସାଂସ୍କୃତିକ ଗ୍ରହଣଯୋଗ୍ୟତାର ଏକ ଜଟିଳ ଛାପ। ପ୍ରକୃତି ଆମକୁ କେବଳ ସମ୍ଭାବନା ଦିଏ, କିନ୍ତୁ ସେହି ସମ୍ଭାବନାକୁ ଗୋଟେ ଉପଯୋଗୀ ସମ୍ପଦରେ ରୂପାନ୍ତରିତ କରିବା ମଣିଷର କାମ।